ଏବେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମିଶିକରି ଉଭୟଙ୍କର ଉଦ୍ୟମରେ ଗୋଟେ ନୂଆ ପଟ୍ଟା ଆମେ ଇଣ୍ଟ୍ରୋଡ୍ୟୁସ୍ କରୁଛୁ। ସେ ପଟ୍ଟାଟା ଇଲେକ୍ଟ୍ରୋନିକ୍ସ ଚିପ୍ ଯୁକ୍ତ ପଟ୍ଟା ହେବ। ତା ଅର୍ଥ ହେଲା ଯେଉଁ କ୍ୟୁଆର କୋଡ୍ ସେଥିରେ ଲାଗିବ ସେ ତାକୁ ସ୍କାନ୍ କଲେ ସେ ନିର୍ଦ୍ଦିଷ୍ଟ ଜମିର 50-100 ବର୍ଷର ପୁରା ଅତୀତ ଜଣା ପଡ଼ିଯିବ। ସର୍ଭେ ସେଟଲମେଣ୍ଟ ସମୟରେ କ'ଣ ହେଇଥିଲା, ପରବର୍ତ୍ତୀ ସେଟଲମେଣ୍ଟ ସମୟରେ କ'ଣ ହେଲା, କିଏ କାହାକୁ ବିକିଛି, ଯୋଉଟା ଆମେ ଇସି ଆପ୍ଲାଏ କରୁଛୁ ବର୍ତ୍ତମାନ। ଆଉ ଇସି ଆପ୍ଲାଏ କରିବାକୁ ପଡ଼ିବ ନାହିଁ, ପଟ୍ଟାଟା ସ୍କାନ୍ କରିଦେଲେ ତାର ସମ୍ପୂର୍ଣ୍ଣ ହିଷ୍ଟ୍ରି ଜନ୍ମ ବୃତ୍ତାନ୍ତ ବାହାରିଯିବ। ଏବଂ ସେଥିରେ ଆଉ ଗୋଟେ ଲାଭ କ'ଣ ଦେବ ଯେ ଏ ଯୋଉ ଠକ ମାନେ ଯୋଉ ଜମି ବିକ୍ରି କରିଦଉଛନ୍ତି ଲୋକଙ୍କୁ ବୃତ୍ତେଇ କରି, ଇଏ ଚିପ୍ସ ଆସିଗଲେ ପଟ୍ଟାରେ ବି ଚିପ୍ସ ରହିବ, ଇଲେକ୍ଟ୍ରୋନିକ୍ସ ଚିପ୍ ରହିବ ଏବଂ ତହସିଲ ଅଫିସ ଆର୍ଆଇ ଅଫିସ ମାନେ ମଧ୍ୟ ସେ ଚିପ୍ସ ସାଙ୍ଗେ ଯୋଡ଼ିକି ରହିବେ। ତେଣୁ କିଏ କାହାକୁ ଠକିକରି ଜମି ବିକ୍ରି କରିବା ପାଇଁ ଉଦ୍ୟମ କଲେ ସାଙ୍ଗେ ସାଙ୍ଗେ ଆର୍ଆଇ ତହସିଲ ପର୍ଯ୍ୟନ୍ତ ତଥ୍ୟ ଖବର ପଳେଇ ଆସିବ। ଦେଖନ୍ତୁ ପରିମାଣଟା ଏତେ ବଡ଼, ସେଟା ଦିନେ 2 ଦିନ ଭିତରେ ସମାହିତ କରିବାଟା ସହଜ ନୁହେଁ। ଆମେ ଏ ଦିଗରେ ଗୋଟେ ଡାଟାବେସ୍ ପ୍ରସ୍ତୁତ କରୁଛୁ। ସେ ଡାଟାବେସ୍ ହେଲା ଯେ ତହସିଲ ଅଫିସରେ ଆମର ୱେବସାଇଟରେ ସବୁ ଅଛି, ଜମି ମାନଙ୍କର ସମସ୍ତ ବିବରଣୀ ଅଛି, ବୁଲେଟରେ ସବୁ ଅଛି। ଏବେ ତାର କମ୍ପାଇଲେସନ ଚାଲିଛି ଯେ ସରକାରୀ ଜାଗା କେତେ ଅଛି, ବ୍ୟକ୍ତିଗତ ଭାବରେ ଯେଉଁମାନେ ଜମି ମାଲିକ ସେମାନଙ୍କର ଜମିର ପରିମାଣ କେତେ, ଜମିର ଅଧିକାରୀ କେତେ ଜଣ ସଂଖ୍ୟା ଏବଂ ପରିମାଣ କେତେ। ତୃତୀୟ, ବିଭିନ୍ନ ବିଭାଗକୁ ଯେଉଁ ଜମି ଆମେ ଅତୀତରେ ଦେଇଛୁ ସେ ଜମି ମାନଙ୍କର ପରିମାଣ କେତେ ଏବଂ ସେ ଜମି ଯେଉଁ ଉଦ୍ଦେଶ୍ୟରେ ଦିଆହେଇଥିଲା କେତେ ପରିମାଣର ଜମି ବ୍ୟବହାର ହେଇଛି, କେତେ ପରିମାଣର ଜମି ବିଭକ୍ତ ହେଇନାହିଁ। ଏବଂ ଚତୁର୍ଥ ବିଷୟ ହେଲା ଯେ କେତେ ଜମି ଜବରଦଖଲରେ ଅଛି। ଜବରଦଖଲ ଥିବା ଜମି ମଧ୍ୟ ଛୋଟ ଜମି ପରିମାଣ କେତେ ଏବଂ ଏନକ୍ରୋଚର କେତେ, ବଡ଼ ଜମି ଯୋଉଟା ଏନକ୍ରୋଚ ହେଇଛି ତାର ପରିମାଣ କେତେ ଏବଂ ଏନକ୍ରୋଚର କେତେ, ୟାର ଡାଟାବେସ୍ ପ୍ରସ୍ତୁତ ହଉଛି। ଏବେ ମଝିରେ ଦିଲ୍ଲୀରେ ଯାଇଥିଲି ମଧ୍ୟ ମୁଁ ଗ୍ରାମ ଉନ୍ନୟନ ବିଭାଗର ମନ୍ତ୍ରୀଙ୍କ ସାଙ୍ଗରେ କଥା ଲାଗିଥିଲି ଯେ ଓଡ଼ିଶାରେ ଯେଉଁ ଯେଉଁ ଜାଗାରେ ସର୍ଭେ ହେଇନାହିଁ ଏବଂ ଯେଉଁ ସର୍ଭେ ଅତୀତରେ ପୂର୍ବ ସରକାର କଲେ ଏବଂ ଭୁଲ ତ୍ରୁଟି ବାହାରିଲା, ଦେବଗଡ଼ରେ ଭୁଲ ବାହାରିଲା, ସୋନପୁରରେ ଭୁଲ ବାହାରିଲା, ନିଖୁଣ ସର୍ଭେ କରିବା ପାଇଁ ସବୁଠାରୁ ଶ୍ରେଷ୍ଠ ଆଧୁନିକ କାରିଗରୀ କୌଶଳର ସହଯୋଗ ବାବଦରେ ମୁଁ ନିବେଦନ କରିଥିଲି। ଆଜି ଗୋଟେ ଏସ୍ଓପି ଆମେ ପ୍ରସ୍ତୁତ କରିଛୁ ଯେ ସର୍ଭେ ହେଇନଥିବା ଜାଗାକୁ ସର୍ଭେ କରିବା ପାଇଁ। ପୂର୍ବତନ ଏସିଏସ୍ ରେଭିନ୍ୟୁ ତାକୁ ଅଧ୍ୟୟନ କରିକି ମୋ ପାଖକୁ ଫାଇଲ ପଠେଇଥିଲେ, କିନ୍ତୁ ଫାଇଲଟାକୁ ପୁଣି ମୁଁ ନୂଆ ଏସିଏସ୍ ରେଭିନ୍ୟୁ ପାଖକୁ ପଠେଇଛି ତାଙ୍କର ଦୃଷ୍ଟିଗୋଚରକୁ ଆସୁ ଏବଂ ସେଠିକି ଅଧ୍ୟୟନ କରନ୍ତୁ। ତ ଥରେ ସର୍ଭେ ହେଇଗଲେ ଆମର ପରବର୍ତ୍ତୀ ପଦକ୍ଷେପ ହେବ ଯେ ଓଡ଼ିଶାର ଯେତେ ଜମି ଅଛି, ବିଭାଗର ଜମି ହଉ, ଜବରଦଖଲ ଜମି ହଉ, ସରକାରଙ୍କର ଜମି ହଉ, ଅନୁଷ୍ଠାନର ଜମି ହଉ କିମ୍ବା ଶିଳ୍ପର ଜମି ହଉ, ଏ ଥରେ ଡାଟାବେସ୍ ପ୍ରସ୍ତୁତ ହେଇଗଲେ ପ୍ରକୃତରେ ଆମେ ଏବଂ ଓଡ଼ିଶାବାସୀ ଜାଣିବା ପାଇଁ ସ୍ଥିତିକୁ ଆସିବୁ ଯେ ରାଜସ୍ୱ ଜମି କେତେ କେତେ ଠିକ ଭାବରେ ବ୍ୟବହାର ହେଇଛି, କେତେ ଠିକ ଭାବରେ ବ୍ୟବହାର ହେଇନି, କେତେ ଜବରଦଖଲ ହେଇଛି ଏବଂ ଜବରଦଖଲ ଭିତରୁ କେତେ ଜଣ ଗରିବ ଯେଉଁମାନେ ଘରଟିଏ ଖଣ୍ଡେ ନେଇକରି ଘର ଖଣ୍ଡେ ବନେଇଛନ୍ତି। ଏଇଟା ଥରେ ପ୍ରସ୍ତୁତ ହେଲା ପରେ ତାର ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ କରିବା ପାଇଁ ମଧ୍ୟ ଆମେ ଟେକ୍ନୋଲୋଜି ଏନ୍ଆଇସି ସାଙ୍ଗରେ କଥାବାର୍ତ୍ତା କରିଛୁ। ସେ ଟେକ୍ନୋଲୋଜି ଡେଭଲପ କରୁଛି। ନିଖୁଣ ଦସ୍ତାବେଜ ପ୍ରସ୍ତୁତ, ନିଖୁଣ କମ୍ପ୍ୟୁଟରୀକରଣ ଏବଂ ସେ କମ୍ପ୍ୟୁଟରୀକରଣକୁ ଆମେ
स्वयं संशोधन व्यवस्था ऑटो म्यूटेशन बोल कि जहाँ कहूँ आम इटा को से भीतर जोड़िया चाहूँ तार फल कौन हम धरतु डायरेक्टर बार्थ एंड डेथ सांगे तहसिल ऑफिसटा इंटीग्रेटेड इंटीग्रेटेड हो गले किए मले डायरेक्टर डेथ एंड बार्थ पाखे नोटिफिकेशन हो गले संपुक्त तहसिलदार जानी पकेब जे तार तहसिल जड़े पट्टाधारी मृत्यु हो तेणु अन्य क्या अपेक्षा न करी अनुसंधान करी मृत व्यक्ति ना जो मैंने उत्तराधिकारी ना मैंने चढ़ई पार एनक्रोचमेंट देखा सैटेलाइट व्यवहार हो पार कि सैटेलाइट देखू जे निर्दिष्ट कौन जगह केबे एनक्रोचमेंट है तहसिलदार भी देखिए कलेक्टर भी देखिए राजस्व विभाग देखिए एवं थोड़े से व्यवस्था को इंट्रोड्यूस कले से भी आम ये व्यवस्था रखू जे एनक्रोच होता जमी किमिति फेरस्त आसब नुआ करे जमी एनक्रोच हो पार नहीं एवं एनक्रोच आरंभ हला बेलू ही चिन्हट हो कार्यानुष्ठान हो पार ये सिस्टम डेभलप कर समय लगे मत लगुच थोड़े डेभलप हो गले एवं जो शिल्पानुष्ठान माने कि अनुष्ठान माने जमी नहीं निर्दिष्ट काम करने करूना तार रिपोर्ट कलेक्टर मान तलब हो नुआ जो ओडिशा गवर्नमेंट लैंड मैनेजमेंट एक्ट आम प्रस्तुत करुचु ताकू प्रस्तुत कर लक्ष्य सेटा लक्ष्य हूँ जे सरकारी जमी राजस्व जमी सुरक्षित रहू लोकंर काम नियोजित हो विकास काम नियोजित हो एवं अधिग्रहण संपूर्ण मुक्त रहू पैसा पत्र मान 30टा जिला को देचु जो जगह एनक्रोचमेंट हटेब से जगह बार बार फेंसिंग कर सुरक्षित रखिब मत लगुच प्रक्रिया थोड़े समाप्त हो गले ओडिशा गोटे दृष्टि बहुत लाभान्वित हम जे एक जो कलम टू करेक्शन चली नुआ पीढ़ी ताकर जमीर पट्टा पाई दुई जो माने छोट जमी जबरदखल कर निजस्व घरटीय नहीं से माने पट्टा पाई नंबर 3 बड़ बड़ संपन्न लोक जो माने आईन को खातिर नक लोभर बशवर्ती जमी सब मारी बसी कि भित्तिभूमि प्रस्तुत कर सब जबरदखल मुक्त हो जबरदखल प्रक्रिया सैटेलाइट माध्यम ड्रोन माध्यम किमिति मॉनिटरिंग हो पार तुरंत राजस्व विभाग जानी पार मालकानगिरी कौन से निर्दिष्ट पंचायत निर्दिष्ट गाँव में कि जड़े अधिग्रहण करवाटा आरंभ करक्रोचमेंट करवाटा आरंभ कर थोड़े हो गले मत लगुच ये क्षेत्र में लैंड मैनेजमेंट क्षेत्र में ओडिशा सारा भारत वर्ष में गोटे मॉडल राज्य में पट्टा से पट्टा नुआ पट्टा आसूची पुराना पट्टाटा जो कागजर मोटा कागजर पट्टा थिला से 2टा पेज थिला प्रजार ना किसम केते कौन एरिया केते एवं मंतव्य कलम थिला ये केंद्र सरकार और राज्य सरकार मिसिक उभयंकर उद्यम गोटे नुआ पट्टा आम इंट्रोड्यूस करुचु से पट्टाटा इलेक्ट्रोनिक चिप युक्त पट्टा है ता अर्थ है जो क्यूआर कोड से लगे से ताकू स्कैन कले से निर्दिष्ट जमीर 50-100 वर्षर पूरा अतीत जना पड़ सर्वे सेटलमेंट समय कौन होता परवर्ती सेटलमेंट समय कौन है किए क्या बिकी जोटा आम इसी एप्लाय कर इसी एप्लाय करने पड़ो नहीं पट्टाटा स्कैन करदे तार संपूर्ण हिस्ट्री जन्म वृत्तांत बाहरी से आउ गोटे लाभ कौन देव जे ये जो ठक मान जो जमी बिक्री कर दौरान लोक भुर्ते ये चिप्स आसीगले पट्टार रे भी चिप्स इलेक्ट्रोनिक चिप एवं तहसिल ऑफिस आरआई ऑफिस माने से चिप्स संगे जोड़ी तेणु किए क्या ठकिक जमी बिक्री करने उद्यम कले
ସାଙ୍ଗେ ସାଙ୍ଗେ ଆର୍ଆଇ ତହସିଲ ପର୍ଯ୍ୟନ୍ତ ତଥ୍ୟ ଖବର ପଳେଇ ଆସିବ ଯେ କିଏ ଗୋଟେ ଠକିବାଟା ଆରମ୍ଭ କରିଛି ଏବଂ ଠକେଇ ହୋଇଥିବା ବ୍ୟକ୍ତିକୁ ସମ୍ପର୍କ କରି ଆମେ ତାକୁ ଠକେଇରୁ ମୁକ୍ତ ମଧ୍ୟ କରିପାରିବୁ। ବ୍ୟାପକ କାରିଗରୀ କୌଶଳ, ଆଧୁନିକ କାରିଗରୀ କୌଶଳ କୁ ବ୍ୟବହାର କରିକି ଓଡ଼ିଶାକୁ ରାଜସ୍ୱ ଜମି ବନ୍ଦୋବସ୍ତ ମାମଲାରେ, ରାଜସ୍ୱ ସେବା ପ୍ରଦାନ କରିବାର କ୍ଷେତ୍ରରେ ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବାରେ ଆମେ ଯେଉଁ ଦିଗରେ ଯାଉଛୁ, ଲକ୍ଷ୍ୟ ଏଇଟା ଅଛି ଯେ ଏ ସବୁ ସେବା ପାଇଁ ଓଡ଼ିଶାକୁ କେମିତି ଆମେ ଆଗାମୀ ଦିନରେ ସାରା ଭାରତ ବର୍ଷରେ ଏକ ମଡେଲ ରାଜ୍ୟରେ ପରିଣତ କରିବୁ। ଓଡ଼ିଶା ପ୍ରଶାସନକୁ ଫଳ କ୍ରିୟାଶୀଳ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। କମ୍ ସମୟ ଭିତରେ ଏକାଧିକ ଆଇଏଏସ୍ ଅର୍ଡର ବଦଳ କରାଯାଉଛି, ସେମାନଙ୍କ ପାଖରେ 3-4ଟି ବିଭାଗ ହେଉଛି, ପ୍ରଶାସନିକ ଫଳ କାର୍ଯ୍ୟଶକ୍ତି ପ୍ରଭାବିତ। ଦେଖନ୍ତୁ ଆଉ ଗୋଟେ ସମସ୍ୟା ସେଟା ଯୋଉଟା ଆପଣ କହୁଛନ୍ତି, ଏକ ତ ପ୍ରତ୍ୟେକ ରାଜ୍ୟରେ କେତେ ଆଇଏଏସ୍ ଅଫିସର ରହିବେ ସମସ୍ତଙ୍କର କୋଟା ଥାଏ। ସେ କ୍ରମରେ ଓଡ଼ିଶାରେ ଆଇଏଏସ୍ ଅଫିସର ମାନଙ୍କର ସଂଖ୍ୟା ଟିକେ କମ୍ ଅଛି। ଆହୁରି ଗୁଡ଼ିଏ ଆଇଏଏସ୍ ଅଫିସର ପଦ ଏଠି ଖାଲି ଅଛି ଏବଂ ମଝିରେ ମୁଁ ଦିଲ୍ଲୀ ଗଲା ସମୟରେ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ସାଙ୍ଗରେ ଯେ ଇ କାମ ବୁଝେ ମୋର କଥାବାର୍ତ୍ତା ହେଇଥିଲା ଯେ ଯେତେ ଆଇଏଏସ୍ ଅଧିକାରୀ ପଦ ଖାଲି ଅଛି ଆମକୁ ସେଣ୍ଟରରୁ ସେତିକି ଆଇଏଏସ୍ ଅଧିକାରୀ ଦେଇଦିଅନ୍ତୁ। ଦ୍ୱିତୀୟରେ ଓଏଏସ୍ ଅଧିକାରୀଙ୍କ ସଂଖ୍ୟା ମଧ୍ୟ କମ୍ ଥିଲା, କିନ୍ତୁ ଏ 1.5 ବର୍ଷ ଭିତରେ ଯେତେ ଓଏଏସ୍ ଅଫିସର ପଦ ଖାଲି ଥିଲା, ଓଆରଏସ୍ ଅଫିସର ପଦ ଖାଲି ଥିଲା, ତାକୁ ଆମେ ଓପିଏସସି ମାଧ୍ୟମରେ ପରୀକ୍ଷା କରିକି ସେ ଆପଏଣ୍ଟମେଣ୍ଟ କରି ସାରିଲୁଣି। ତୃତୀୟ ହେଲା ଯେ ଓଡ଼ିଶାର ଯେଉଁମାନେ ପ୍ରକୃତରେ ନିଯୁକ୍ତିର ପ୍ରକ୍ରିୟାକୁ ଚଳାନ୍ତି, ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ, ସେ ଷ୍ଟାଫ୍ ସିଲେକ୍ସନ ଏଥିପାଇଁ ବିଶେଷ କାର୍ଯ୍ୟକ୍ଷମ ହେଉନାହିଁ ଯେ ତାର ନିଜସ୍ୱ ଷ୍ଟାଫ୍ ନାହାନ୍ତି। ତେଣୁ ତାଙ୍କୁ ଷ୍ଟାଫ୍ ଦେବା ପାଇଁ ମଧ୍ୟ ରାଜ୍ୟ ସରକାର ଯୋଜନା ଆରମ୍ଭ କରିଛନ୍ତି। ଏଇଟା ଗୋଟେ କଣ୍ଟିନ୍ୟୁଅସ୍ ପ୍ରୋସେସ ହେବା କଥା। ମୁଁ ଛୋଟ ବୁଝେଇ ଦେଉଛି, ଓଏଏସ୍ ଅଫିସର ମାନଙ୍କର ଗୋପବନ୍ଧୁ ଇନଷ୍ଟିଚ୍ୟୁଟ୍ ଅଛି, ଆମେ ଟ୍ରେନିଂ ଦଉ। ଆଇଏଏସ୍ ରେ କ'ଣ ହୁଏ, କେତେ ସଂଖ୍ୟକ ଆଇଏଏସ୍ ପାଇବେ ତାର କାଲକୁଲେସନ ଅଛି। ସେତିକି ସଂଖ୍ୟାକୁ ଟାର୍ଗେଟ ଧରିକିରି ୟୁପିଏସସି ଏକ୍ଜାମିନେସନ କରାଏ। ଲାଲ ବାହାଦୁର ଇନଷ୍ଟିଚ୍ୟୁଟ୍ ରେ ତାଙ୍କର ଟ୍ରେନିଂ ହୁଏ, ତାପରେ ତାଙ୍କର ପ୍ଲେସମେଣ୍ଟ ହୁଏ। ଓଏଏସ୍ ରେ ସେଟା ନାହିଁ। ଆମେ ଏବେ ଯୋଜନା କରୁଛୁ ଯେ ନିରନ୍ତର ଭାବରେ ଓପିଏସସି ମାଧ୍ୟମରେ ଓଏଏସ୍ ଏବଂ ଓଆରଏସ୍ ପରୀକ୍ଷା କରିବୁ। ଯେ ସେ ବର୍ଷ ଯେତିକି ଆବଶ୍ୟକ ଥିବ ପୁରା ସେମାନଙ୍କୁ ଗୋପବନ୍ଧୁ ଇନଷ୍ଟିଚ୍ୟୁଟରେ ଟ୍ରେନିଂ କରିବୁ। ଏବେ ଦେଖୁଥିଲି ମୁଁ କ'ଣ ହଉଛି, ଇନଷ୍ଟିଚ୍ୟୁଟରେ ଯେତିକି ଟ୍ରେନିଂ ଦେବା ପାଇଁ ବ୍ୟବସ୍ଥା ଅଛି ସେତିକି ଓଏଏସ୍ ରିକ୍ରୁଟମେଣ୍ଟ ହେଇନି, ଅଧା ଜାଗା ଖାଲି। ଯେଉଁ ସମୟରେ ବେଶୀ ରିକ୍ରୁଟମେଣ୍ଟ ହେଇଯାଉଛନ୍ତି ସମସ୍ତଙ୍କୁ ଇନଷ୍ଟିଚ୍ୟୁଟରେ ସ୍ଥାନ ମିଳୁନି। ତେଣୁ ଆଦୌ ଏଥିରେ ସନ୍ତୁଳନ ନଥିଲା। ତେଣୁ ରିକ୍ରୁଟମେଣ୍ଟ, ଅଫିସର୍ସ ରିକ୍ରୁଟମେଣ୍ଟ, ତାଙ୍କର ପ୍ରପର ଟ୍ରେନିଂ, ପୁଣି ରିଫ୍ରେସର କୋର୍ସ। ଏବେ ଯେଉଁମାନେ ବଡ଼ ବଡ଼ ଏସିଏସ୍ ସିଏସ୍ ଅଛନ୍ତି ସେମାନଙ୍କ ସାଙ୍ଗରେ ମଧ୍ୟ ମୋର କଥାବାର୍ତ୍ତା ହେଇଛି ଯେ ଓଏଏସ୍ ର ଯେଉଁ ସିଲାବସ୍ ଅଛି ଏ ସିଲାବସ୍କୁ ପରିବର୍ତ୍ତନ କରିବା ପାଇଁ ଗୋପବନ୍ଧୁ ଇନଷ୍ଟିଚ୍ୟୁଟରେ ଆମେ ଆହୁରି ଅନୁଭବୀ ଲୋକମାନଙ୍କୁ ଗେଷ୍ଟ ଫ୍ୟାକଲ୍ଟି ଆକାରରେ ରଖିପାରିବା କି? ଚିଫ୍ ସେକ୍ରେଟାରୀ, ଏଡିସନାଲ ଚିଫ୍ ସେକ୍ରେଟାରୀ ସ୍ତରର ଅଫିସର ମାନେ ବର୍ଷକୁ 2 ଥର ଗେଷ୍ଟ ଫ୍ୟାକଲ୍ଟି ଭାବରେ ଯାଇକି ସେଠି ତାଲିମ ଦେଇପାରିବେ କି? ଏବଂ ୟୁପିଏସସି ରେ ଯେଉଁ ଗୁଣାତ୍ମକ ମାନର ଟ୍ରେନିଂ ଦିଆହଉଛି ଆମେ ସେ ପର୍ଯ୍ୟନ୍ତ ଯିବା ପାଇଁ ମଧ୍ୟ ଖସଡ଼ା ପ୍ରସ୍ତୁତ କରୁଛୁ, ଯେମିତି ଲେଭେଲ ଅଫ୍ ଟ୍ରେନିଂର ଗୁଣାତ୍ମକ ମାନ କେତେ ବେଶୀ ହେବ। ଥରେ ଅଫିସର କାମରେ ଜଏନ୍ କଲା ବେଳେ ଡେଲିଭରି ମଧ୍ୟ ସେଭଳିଆ ଗୁଣାତ୍ମକ ହେଇପାରିବ।